ভত্তা টঙ্কাକୁ ନେଇ ଆସିଲା ବଡ଼ ଖବର। ସୂଚନା ଅନୁସାରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କ କିଛି ଟେକ୍ନିକାଲ ପ୍ରୋବ୍ଲେମ ଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏସଏନଏସ୍ ସ୍ପର୍ଶ ମାଧ୍ୟମରେ ଆକାଉଣ୍ଟ ଭେଟିଂ ଚାଲିଛି, ଯାହା ମାଧ୍ୟମରେ ଆଇଏଫଏମଏସ୍ ସେବା ମାଧ୍ୟମରେ ରିଏଲ ଟାଇମ ପେମେଣ୍ଟ ହେବ। ସେଥିପାଇଁ ଭତ୍ତା ପ୍ରଦାନରେ ଅସୁବିଧା ରହୁଛି। ଆଉ 7 ଦିନ ମଧ୍ୟରେ ଆକାଉଣ୍ଟ ଭେଟିଂ ହୋଇଗଲା ପରେ ଭତ୍ତା ସମସ୍ୟା ରହିବ ନାହିଁ। ଏକା ସାଙ୍ଗେ ହିତାଧିକାରୀଙ୍କୁ ଭତ୍ତା ମିଳିଯିବ ବୋଲି ହିତାଧିକାରୀଙ୍କୁ ଆଶ୍ୱସ୍ତ ଦେଲେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୂଚନା ଅନୁଯାୟୀ ଜାତୀୟ ପେନସନ ଯୋଜନାରେ 2 ମାସ ହେବ ଭତ୍ତା ମିଳିନି। ହିତାଧିକାରୀମାନେ ବ୍ୟାଙ୍କ ପଞ୍ଚାୟତ ଅଫିସକୁ ଦୌଡ଼ି ହସ୍ତତନ୍ତ ହେଉଛନ୍ତି। ଉପକୂଳ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଭେଟି। ସୂଚନା ଅନୁସାରେ ଓଡ଼ିଶାରେ ଏକ ନୂତନ ଉପକୂଳ ରାଜପଥ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ରାମେଶ୍ୱରମରୁ ପାରାଦୀପ ପର୍ଯ୍ୟନ୍ତ ଏହି 163 କିଲୋମିଟର ବିଶିଷ୍ଟ ମେଘା ରାଜପଥ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ 8,300 କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ନୂତନ ରାଜପଥ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଗତି କରିବ, ଯାହା ଉପକୂଳ ଓଡ଼ିଶା ସମେତ ସମଗ୍ର ରାଜ୍ୟର ଅର୍ଥନୀତି ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପରବର୍ତ୍ତୀ ଅପଡେଟ୍ ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଆସିଲା ଏକ ବଡ଼ ଖବର। ସୂଚନା ଅନୁସାରେ 61 ବର୍ଷ ବୟସରେ ତୃତୀୟ ଥର ବର ସାଜିବେ ଅମିର ଖାନ। ଅମିର ଖାନ ଏବଂ ଗୌରୀ ସ୍ପ୍ରେଟ୍ ବହୁତ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଏହି ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି। ଅମିର ଖାନଙ୍କ ଏହି ବିବାହ ଉତ୍ସବ 5 ଜୁଲାଇରେ ହେବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ସରକାରୀ ପେଟ୍ରୋଲ ଡିଜେଲ ଗାଡ଼ିକୁ ନେଇ ଆସିଲା ବଡ଼ ଅପଡେଟ୍। ସୂଚନା ଅନୁସାରେ ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୁଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଆଗୁଆ ପୈଠ କରିବେ ସରକାର। 2 ମାସର ଆନୁମାନିକ ତେଲର ଖର୍ଚ୍ଚ ପେଟ୍ରୋଲ ପମ୍ପକୁ ଦେବାକୁ ଅର୍ଥ ବିଭାଗ ସୂଚନା ଦେଇଛନ୍ତି। ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ପରିଚାଳନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆସିଲା ବଡ଼ ଅପଡେଟ୍। ଗଲ୍ଫ ବା ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ଆଜି ଆହୁରି ଭୟାନକ ରୂପ ଧାରଣ କରିଛି। ସୂଚନା ଅନୁସାରେ କୁଏତ ବିମାନ ବନ୍ଦର ଉପରେ ଇରାନ କରିଛି ମିସାଇଲ ମାଡ଼, ଯେଉଁଥିରେ କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ହୋଇଥିବା ଏକ ଇରାନୀ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। କୁଏତରେ ଥିବା ଭାରତୀୟ ଦୂତାବାସ ବୁଧବାର ଦିନ ଏହି ଦୁଃଖର ଖବରକୁ ସ୍ପଷ୍ଟ କରିଛି।